ନମସ୍କାର ଓଡ଼ିଶା ଆଜିର ପାଣିପାଗ ଅପଡେଟ୍ ଆସିଯାଇଛି। ତାମିଲନାଡୁରେ ବାତ୍ୟା ଜାରି କରିଛି ଭୀଷଣ ବର୍ଷା। ଏପଟେ ଓଡ଼ିଶାରେ ମଧ୍ୟ ବର୍ଷିବ। 11ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ଆପଣ ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନକୁ ଦବାଇ ରଖନ୍ତୁ ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ଭିଡ଼ିଓ ପାଇପାରିବେ। ଆଜି କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ଆଉ କେଉଁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ ଏହା ଜାଣିବା ପାଇଁ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି କେଉଁ କେଉଁ ଜିଲ୍ଲାରେ କେତେ ଡିଗ୍ରୀ ତାପମାତ୍ରା ରହିବ ଏହା ମଧ୍ୟ ଜାଣିବା। ମାଲକାନଗିରି, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଦେବଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଏହି ଜିଲ୍ଲାମାନଙ୍କରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ମାଲକାନଗିରିରେ 18 ଡିଗ୍ରୀ, କୋରାପୁଟରେ 13 ଡିଗ୍ରୀ ପ୍ରବଳ ଶୀତ ହେବ, ନବରଙ୍ଗପୁରରେ 14 ଡିଗ୍ରୀ, ନୂଆପଡ଼ାରେ 16 ଡିଗ୍ରୀ, ବଲାଙ୍ଗୀରରେ 15 ଡିଗ୍ରୀ, କଳାହାଣ୍ଡିରେ 16 ଡିଗ୍ରୀ, ରାୟଗଡ଼ାରେ 16 ଡିଗ୍ରୀ, ଗଞ୍ଜାମ 16 ଡିଗ୍ରୀ, ଗଜପତି 19 ଡିଗ୍ରୀ, କନ୍ଧମାଳରେ 13 ଡିଗ୍ରୀ ପ୍ରବଳ ଶୀତ ହେବ, ବୌଦ୍ଧରେ 14 ଡିଗ୍ରୀ, ସୋନପୁରରେ 16 ଡିଗ୍ରୀ, ବରଗଡ଼ରେ 16 ଡିଗ୍ରୀ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ଶୀତ ହେବ 12 ଡିଗ୍ରୀ, ସମ୍ବଲପୁରରେ 15 ଡିଗ୍ରୀ, ଦେବଗଡ଼ରେ 16 ଡିଗ୍ରୀ, ଅନୁଗୁଳରେ ପ୍ରବଳ ଶୀତ ହେବ 14 ଡିଗ୍ରୀ, କେନ୍ଦୁଝରରେ ପ୍ରବଳ ଶୀତ ହେବ 12 ଡିଗ୍ରୀ, ମୟୂରଭଞ୍ଜରେ 15 ଡିଗ୍ରୀ, ବାଲେଶ୍ୱରରେ 17 ଡିଗ୍ରୀ, ଭଦ୍ରକରେ 14 ଡିଗ୍ରୀ, କେନ୍ଦ୍ରାପଡ଼ାରେ 16 ଡିଗ୍ରୀ, ଗଜପତିରେ 16 ଡିଗ୍ରୀ, ପୁରୀରେ 20 ଡିଗ୍ରୀ, ଖୋର୍ଦ୍ଧାରେ 16 ଡିଗ୍ରୀ, ନୟାଗଡ଼ରେ 17 ଡିଗ୍ରୀ, ଢେଙ୍କାନାଳରେ 15 ଡିଗ୍ରୀ, କଟକରେ 16 ଡିଗ୍ରୀ, ଯାଜପୁରରେ 15 ଡିଗ୍ରୀ। ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଆସିଥିଲେ ଆପଣ ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନକୁ ଦବାଇ ରଖନ୍ତୁ ଯାହାଫଳରେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ପାଇପାରିବେ। ଆଉ ନିଜ ବନ୍ଧୁମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ। ସେମାନେ ମଧ୍ୟ ସର୍ବପ୍ରଥମେ ନୂଆ ନୂଆ ଅପଡେଟ୍ ଭିଡ଼ିଓ ପାଇପାରିବେ।